ବିଧବା ଜଣକ ସ୍ତ୍ରୀ ତୃଷା ମେଣ୍ଟାଇବା ପାଇଁ ଏକ ସାଧୁଙ୍କ ପାଖକୁ ଗଲେ ଓ ସାଧୁ ବିଧବାଙ୍କ ସ୍ତ୍ରୀ ସହିତ ଯାହା ଘଟାଇଲେ ଆପଣମାନେ ଶୁଣିଲେ ଆପଣମାନଙ୍କ ଲୁମମୂଳ ଟାଙ୍କୁରି ଉଠିବ ଓ ଏହି କାହାଣୀକୁ ଭୁଲ ଭାବରେ ଭିଡ଼ିଓଟିକୁ ଦେଖନ୍ତୁ। ଯାହା ସାଧୁ ଓ ବିଧବା ସ୍ତ୍ରୀ ମଧ୍ୟରେ ଯାହା ଘଟିଲା ଆପଣମାନେ ଶୁଣିଲେ ଆପଣଙ୍କ ଲୁମମୂଳ ଟାଙ୍କୁରି ଉଠିବ। ତ ଚାଲନ୍ତୁ ଭିଉୟର୍ସ ମାନେ, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ସନାତନୀ ହୋଇଥାନ୍ତି ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍ ବଟନକୁ ଦବାଇ ଜୟ ଜଗନ୍ନାଥ ଲେଖିଦେବେ। ସାଧୁ ସନ୍ଥ ଏବଂ ବିଧବା ତୃଷା ମେଣ୍ଟାଇବା ପାଇଁ ଏକ ପ୍ରେରଣାଦାୟକ କାହାଣୀରେ ଥିଲେ। ଏହା ବହୁତ ଦିନ ପୂର୍ବେ ଘଟିଥିଲା। ଗୋଟିଏ ଘନ ଜଙ୍ଗଲଟିଏ ଥିଲା, ଯେଉଁଠାରେ ଜଣେ ମୁନି ତାଙ୍କ କୁଡ଼ିଆରେ ତପସ୍ୟା କରୁଥିଲେ। ସେ ଜଣେ ଅତ୍ୟନ୍ତ ସତ୍ୟବାଦୀ, ଦୟାଳୁ ଏବଂ ଦାନଶୀଳ ବ୍ୟକ୍ତି ଥିଲେ। ଦୂର ଦୂରାନ୍ତରୁ ଲୋକମାନେ ତାଙ୍କ ପାଖକୁ ଆଶୀର୍ବାଦ ଏବଂ ମାର୍ଗଦର୍ଶନ ପାଇଁ ଆସୁଥାନ୍ତି। ଗୋଟିଏ ଦିନ ଅପରାହ୍ନରେ ଜଣେ ବିଧବା ଜଙ୍ଗଲ ଦେଇ ଯାଉଥିଲେ। ସେ ବହୁତ କ୍ଳାନ୍ତ ଏବଂ ଶୋଷିତ ହୋଇପଡ଼ିଥିଲେ। ସୂର୍ଯ୍ୟର ଉତ୍ତାପ ଅସହ୍ୟ ଥିଲା ଏବଂ ତାଙ୍କ ପାଖରେ ପାଣିର କୌଣସି ଉତ୍ସ ନଥିଲା, କାରଣ ସୂର୍ଯ୍ୟର ଉତ୍ତାପ ଏତେ ପ୍ରଖର ଥିଲା ଯେ ତାଙ୍କ ପାଖରେ ପାଣି ଟୋପାଏ ଆଉ ଆଖପାଖରେ କୌଣସି ଟ୍ୟୁବୱେଲ, କୌଣସି ପାଣି ଟ୍ୟାପ୍ ମଧ୍ୟ ନଥିଲା। ଆଉ ତାଙ୍କୁ ବହୁତ ଶୋଷ ମଧ୍ୟ ଲାଗୁଥିଲା। ବାଟରେ ସେ ଜଣେ ସାଧୁଙ୍କ କୁଡ଼ିଆ ଦେଖିଲେ। ସେ ସେଠାରେ ପହଞ୍ଚି ଦୁଃଖିତ ସ୍ୱରରେ କହିଲେ, ସେହି ମହିଳା ଜଣକ କହିଲେ, ମହାଶୟ, ମୁଁ ବହୁତ ଶୋଷିତ ଏବଂ ମୋତେ ବହୁତ ଶୋଷ ଲାଗୁଛି। ମୁଁ କିଛି ପାଣି ପାଇପାରିବି କି? ହସି ହସି ମୁନି ଋଷି ତାଙ୍କୁ ଭିତରକୁ ଡାକିଲେ ଏବଂ ତାଙ୍କ ପାଣି ପାତ୍ରରୁ ପାଣି ଦେଲେ। ବିଧବା ପାଣି ପିଇଲେ ଏବଂ ଅସ୍ୱସ୍ତିର ନିଶ୍ୱାସ ନେଲେ ଏବଂ ସାଧୁଙ୍କୁ ଧନ୍ୟବାଦ ଦେଲେ। କିନ୍ତୁ ଋଷି ବୁଝିପାରିଲେ ଯେ ତାଙ୍କର ସମସ୍ୟା କେବଳ ତୃଷା ନୁହେଁ, ସେ ବହୁତ ମାନସିକ ଭାବରେ ବିଚଳିତ ଥିବା ମଧ୍ୟ ଦେଖାଯାଉଥିଲା। ଋଷି ପ୍ରେମର ସହିତ ପଚାରିଲେ, ଝିଅ, ତୁମେ ଏତେ ଚିନ୍ତିତ କାହିଁକି? କୌଣସି ସମସ୍ୟା ଅଛି କି? ବିଧବା ମହିଳାଙ୍କ ଆଖିରେ ଲୁହ ଆସିଗଲା। ସେ ବିଧବା ଜଣକ କହିଲେ, ସ୍ୱାମୀ, ମୋ ସ୍ୱାମୀ ମୋତେ ଛାଡ଼ି ଚାଲିଯିବା ପରେ ସମାଜ ମୋତେ ଅବହେଳା କରିଛି। ମୋ ନିଜ ଲୋକମାନେ ମଧ୍ୟ ମୋତେ ଘୃଣା ଦୃଷ୍ଟିରେ ଦେଖନ୍ତି। ମୁଁ ବହୁତ ଦୁଃଖିତ ଏବଂ ଜୀବନର ଆଉ କୌଣସି ଅର୍ଥ ରହିଲା ପରି ମନେ ହେଉନାହିଁ। ଋଷି ଧୈର୍ଯ୍ୟର ସହିତ ତାଙ୍କ କଥା ଶୁଣିଲେ ଏବଂ କହିଲେ, ଝିଅ, ଜୀବନର ପ୍ରକୃତ ତୃଷା ହେଉଛି ଆତ୍ମାର ତୃଷା। ପ୍ରକୃତ ତୃଷା ହେଉଛି ଆତ୍ମାର ତୃଷା। ଏହି ଦୁନିଆ ତୁମକୁ କିପରି ଦେଖେ ତାହା ବିଷୟରେ ତୁମେ ଚିନ୍ତିତ ହେବା ଉଚିତ ନୁହେଁ। ପ୍ରକୃତ ଶକ୍ତି ତୁମ ଭିତରେ ଅଛି। ତୁମେ ଅନ୍ୟମାନଙ୍କର ସେବା କରି ତୁମର ମନକୁ ଶାନ୍ତ କରି ଏବଂ ତୁମର ଆତ୍ମବିଶ୍ୱାସ ବୃଦ୍ଧି କରି ନିଜର ଛାପ ସୃଷ୍ଟି କରିପାରିବ। ଏହି କଥାଟି ସାଧୁ ଜଣକ ସେହି ବିଧବା ସ୍ତ୍ରୀ କହିଲେ। ସନ୍ଥଙ୍କ କଥା ଶୁଣି ବିଧବା ମହିଳା ଜଣକ ନୂତନ ପ୍ରେରଣା ପାଇଲେ। ସେ ନିଷ୍ପତ୍ତି ନେଲେ ଯେ ଏବେ ସେ କାନ୍ଦି କାନ୍ଦି ତାଙ୍କ ଜୀବନ ନଷ୍ଟ କରିବେ ନାହିଁ, ବରଂ ସମାଜ ପାଇଁ କିଛି କରିବେ। ସେ ଗାଁକୁ ଯାଇ ଅନାଥ ପିଲା ଏବଂ ଅସହାୟ ଲୋକଙ୍କ ସେବା ଆରମ୍ଭ କରିଦେଲେ ଓ ସେହିଠାରେ ସେ ବିଧବା ସ୍ତ୍ରୀ ଜଣଙ୍କ ସହିତ ଯାହା ଘଟିଲା ଆପଣମାନେ ଶୁଣିଲେ ଆପଣମାନଙ୍କର ହୋସ୍ ଉଡ଼ିଯିବ। ଆପଣ ଚିନ୍ତିତ ଆଉ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ଆଉ ଯଦି ଆପଣମାନେ ଏହାକୁ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଆମ ଚ୍ୟାନେଲକୁ
ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ବଟନକୁ ଦବାଇ ଦିଅ। ଆଉ ଶେଷରେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଏହି ବିଧବା ଜଣକ ସ୍ତ୍ରୀ ଜଣକ ଋଷିଙ୍କ କଥା ଶୁଣି ସେ ନିଷ୍ପତ୍ତି ନେଲେ ଯେ ସେ କାନ୍ଦି କାନ୍ଦି ତାଙ୍କ ଜୀବନ ନଷ୍ଟ କରିବେ ନାହିଁ, ବରଂ ସମାଜ ଆଉ ଦେଶ ପାଇଁ କିଛି କରିବାକୁ ଚାହିଁଲେ। ସେ ଗାଁକୁ ଯାଇ ଆଉ ତାଙ୍କ ସହରକୁ ଯାଇ ଅନାଥ ପିଲା ଏବଂ ଅସହାୟ ଲୋକଙ୍କ ସେବା କରିବାକୁ ଆରମ୍ଭ କରିଦେଲେ। ଧୀରେ ଧୀରେ ସେ ଜଣେ ଆଦର୍ଶ ମହିଳା ଭାବରେ ପରିଚିତ ହେବା ଆରମ୍ଭ ହେଲେ ଏବଂ ଯେଉଁ ସମାଜ ତାକୁ ପ୍ରତ୍ୟାଖ୍ୟାନ କରୁଥିଲା ସେମାନେ ଏବେ ତାଙ୍କୁ ପ୍ରଶଂସା କରିବାକୁ ଲାଗିଲେ। ଆଉ ଯାହା ଫଳରେ ସେଠାରେ ଆଉ ଗାଁର ଲୋକମାନେ ସମାଜର ଲୋକମାନେ ତାଙ୍କୁ ସେ ମହିଳାକୁ ବହୁତ ଭଲ ମଧ୍ୟ ପାଇଲେ। ଯାହା ଫଳରେ ତାଙ୍କୁ ସେ ଝିଅକୁ ସେ ବିଧବା ସ୍ତ୍ରୀକୁ ସମସ୍ତେ ସାବାସ ବୋଲି କହିଲେ। ଆଉ ସେ ଏମିତି ସାହାଯ୍ୟ କରିଲେ ଯାହା ଶୁଣିଲେ ଆପଣମାନଙ୍କର ମଥା ଚକିତ ହୋଇଯିବ। ସେ ସମାଜକୁ କିଛି ଦାନ ଦେଲେ ଓ ଛୋଟ ଛୋଟ ପିଲାମାନଙ୍କୁ ସାହାଯ୍ୟ ମଧ୍ୟ କଲେ ପାଠ ପଢ଼ାରେ, ଖେଳକୁଦରେ ଏବଂ ତାଙ୍କର ଟିକିନିକି ଖବର ସେ ବିଧବା ମହିଳା ଜଣକ ବି କରୁଥିଲେ। କାରଣ ସେ ବିଧବା ମହିଳା ଜଣଙ୍କର ଚାକିରିଟିଏ ଥିଲା। ତ ସେଥିପାଇଁ ସେ ବିଧବା ମହିଳା ଜଣକ ସେହି ସମାଜର ଥିବା ଲୋକମାନଙ୍କୁ, ଛୁଆ ପିଲାମାନଙ୍କୁ ଆଉ ପରିବାର ସମସ୍ତଙ୍କୁ କିଛି ନା କିଛି ବାଣ୍ଟି ଦେଉଥିଲେ। ଆଉ ସେଇ ସମାଜରେ ଯାହା ବାଣ୍ଟନ କରୁଥିଲେ ତାପରେ ସେ ଏକ ଆଶ୍ରମକୁ ଯାଇ ଆଶ୍ରମରେ ପିଲାମାନଙ୍କୁ ସେବା ଶୁଶ୍ରୂଷା କରୁଥିଲେ। ଯାହା ଫଳରେ ଆହୁରି ସେ ସମାଜର ଲୋକମାନେ ତାଙ୍କୁ ବିଶ୍ୱାସୀ ମଧ୍ୟ କରୁଥିଲେ। ଆଉ ଦିନେ ଜଙ୍ଗଲରେ ଯିବା ଅବସ୍ଥାରେ ସେହି ସାଧୁଙ୍କ ସହିତ ଦେଖା ହୋଇଗଲା। ଆଉ ସାଧୁ ପଚାରିଲେ, ଏମିତି କ'ଣ ଆଉ ସବୁ ଭଲ ତ? ସେ ବିଧବା ସ୍ତ୍ରୀ ଜଣକ କହିଲେ, ହଁ ସ୍ୱାମୀ, ତୁମ କଥା ମୁଁ ମାନିଲି। ଆଉ ଯାହା ଫଳରେ ମୁଁ ସମାଜକୁ ସେବା କରିଲା ଫଳରେ ଓ ଅନାଥ ଆଶ୍ରମ ପିଲାମାନଙ୍କର ସେବା କରିଲା ଫଳରେ ମୋତେ ଆଜି ସମସ୍ତେ ଭଲ ବୋଲି କହୁଛନ୍ତି। ଆଉ ସେଇଠାରେ ସେ ସାଧୁଙ୍କ ସହିତ ସେ ବିଧବା ସ୍ତ୍ରୀର ଯାହା ଘଟିଲା ଆପଣମାନେ ଶୁଣିଲେ ଆପଣମାନଙ୍କର ଛାତି ଥରି ଉଠିବ। ସେଇ ବିଧବା ମହିଳା ଜଣଙ୍କ ସ୍ୱାମୀକୁ ମୁଣ୍ଡିଆ ମାରିଲେ ଏବଂ କହିଲେ, ସ୍ୱାମୀ, ଯଦି ମୋତେ ଏତିକି କଥା ନ ଶିଖାଇଥାନ୍ତ ତାହେଲେ ମୁଁ ଜୀବନରେ ବହୁତ କଷ୍ଟ ଅନୁଭବ କରିଥାନ୍ତି। ଆଉ ଆପଣଙ୍କ କଥା ମାନି କାନ୍ଦି ନ କାନ୍ଦି ଜୀବନକୁ ନଷ୍ଟ ନ କରି ସମାଜ ପାଇଁ କିଛି ସାହାଯ୍ୟ କଲି ଏବଂ ଗାଁର ପିଲାମାନଙ୍କୁ, ସମାଜର ପିଲାମାନଙ୍କୁ, ଅନାଥ ପିଲାମାନଙ୍କୁ ମୁଁ ସାହାଯ୍ୟ କଲି। ଆଉ ଅସହାୟ ଲୋକମାନଙ୍କୁ ମୋର ସେବା ଆରମ୍ଭ କରିଦେଲି। ତ ସେଇଠାରେ ମହିଳା ସେଇ ଜଣକ ଏଇ କଥା ସବୁ ମୁନିକୁ ଋଷିକୁ କହିଲେ। ତ ସେଇଠାରେ ମୁନି ଋଷି ବହୁତ ଖୁସି ହେଲେ ଏବଂ ସେ କହିଲେ, ଏମିତି ଆଗକୁ କରିଚାଲ। ପ୍ରକୃତ ତୃଷା କେବଳ ପାଣି ପାଇଁ ନୁହେଁ। ଏହି କାହାଣୀଟି ଆମେ ଶିଖିଲେ ଯେ ଏହି କାହାଣୀ ଆମକୁ ଶିକ୍ଷା ଦେଲା ଯେ ପ୍ରକୃତ ତୃଷା କେବଳ ପାଣି ପାଇଁ ନୁହେଁ, ବରଂ ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନ ପାଇଁ ମଧ୍ୟ। ଯେତେବେଳେ ଆମେ ଆମର ଦୁଃଖରୁ ଉପରକୁ ଉଠି ଅନ୍ୟ କାହାର ଜୀବନରେ ଆଲୋକ ଆଣିବାକୁ ଚେଷ୍ଟା କରୁ ସେତେବେଳେ ଆମର ଜୀବନ ମଧ୍ୟ ଆଲୋକିତ ହୋଇଥାଏ। ତ ଏହା ଥିଲା ଆମର ଏହି କାହାଣୀର ଶିକ୍ଷଣ କଥା। ତ ଆପଣମାନଙ୍କୁ କେମିତି ଲାଗିଛି ମୁଁ ଜାଣେ, କିନ୍ତୁ ମୋତେ ଭିଡ଼ିଓଟି ଭଲ ଲାଗିଲା ଏବଂ କାହାଣୀଟି ମୋତେ ଭଲ ଲାଗିଛି। ଆଉ ଯଦି ମୋ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଆଉ ଏମିତି ନୂତନ କାହାଣୀ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ କମେଣ୍ଟରେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଏଇଠି କାହାଣୀଟିକୁ ଶେଷ କରୁଛୁ। ଜୟ ଜଗନ୍ନାଥ।